ମାନସ ରଞ୍ଜନ ପଟ୍ଟନାୟକ ଆଉ ନମସ୍କାର। ମୁଁ ଏଠାକୁ ଆଜି ସୃଷ୍ଟି ଓ ସ୍ରଷ୍ଟା ଯୋଉ ସାହିତ୍ୟ ର ସଂସଦ ଅଛି ତାର ଆଜି ଯୋଡ଼ିଏ ବହି ଏଠି ଉନ୍ମୋଚନ ହୋଇଛି। ସେ ଯୋଉ ଯୋଡ଼ିଏ ବହି ଉନ୍ମୋଚନ ହେବା ସହିତ ଯୋଉ ଆମର ଚାଲିଛି ପକ୍ଷ ସରକାରଙ୍କ ରାଜ୍ୟ ସରକାରଙ୍କ ତରଫରୁ ଏକରୁ ଆରମ୍ଭ ହୋଇକି 15 ତାରିଖ ଯାଏଁ ଚାଲିବ। ସେହି ପରିପ୍ରେକ୍ଷୀରେ ଆଜି ଏକ କବିତା ବହି ଦୁଇଟି ହେଲା ଜାଗ୍ରତ ମଣିଷ ଏବଂ ନିଃଶୁଳ୍କ ଧ୍ୟାନ ଅଭିଯାନ। ପ୍ରାୟ ଶତାଧିକ କବି ଏ ଯୋଉ ଆମର ବୁଦ୍ଧ ମନ୍ଦିର ପରିସର ଭିତରେ ଯୋଉ ଅଛି ହଲ୍ଟି କନଫରେନ୍ସ ହଲରେ ଏକଜୁଟ ହୋଇଛନ୍ତି ଏବଂ ଏ ପରିପ୍ରେକ୍ଷୀରେ ମଧ୍ୟ ଗୋଟିଏ ଉତ୍କଳକୁ ନେଇ ଉତ୍କଳର ପରମ୍ପରା, ଉତ୍କଳର ଗାରିମା, ସେତେବେଳର ଉତ୍କଳ କଳିଙ୍ଗର ଯୋଉ ଆଭିମୁଖ୍ୟ ଏ ସବୁ ନେଇକରି ଆମର ଭାଇ ଭଉଣୀ କବି କବୟିତ୍ରୀ ମାନେ ଏଇ ରାଜଧାନୀ ଭୁବନେଶ୍ୱରର ଆସିଛନ୍ତି। ସୁନ୍ଦର ସୁନ୍ଦର କବିତା ପରିବେଷଣ କରୁଛନ୍ତି ଏବଂ ୟାକୁ ଯିଏ କରିଛନ୍ତି ଏ ଯୋଉ ଦୁଇଟି ବହି ଉନ୍ମୋଚନ ହୋଇଛି, ଦୁଇଟି ଲେଖକ, ଜଣେ ଲେଖକ ଜଣେ ଲେଖିକା ଏବଂ ତାକୁ ଯିଏ କରିଛନ୍ତି ସେ ହେଉଛନ୍ତି ଆମର କବି ବା ଏଇ ଯୋଉ ସମ୍ମାନିତ ପୁରସ୍କାର ସେ ହେଉଛନ୍ତି ଶ୍ରୀଯୁକ୍ତ ବିଶ୍ୱରଞ୍ଜନ ଆଉ ଭାରି ଭଲ ଲାଗିଲା ଯେ ଯାହା ହଉଛି ଏମିତି ଏକ ନିଆରା ମାନେ ଗୋଟେ ଭଲ ପରିବେଶ ଭିତରକୁ ଆସି ଉତ୍କଳ ବିଷୟରେ କିଛି ବକ୍ତାମାନଙ୍କ ଠାରୁ ଯୋଉଠି ଗୋଟେ ଭଲ ଲାଗୁଛି କଣ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ ପଦ୍ମଶ୍ରୀ ମଧ୍ୟ ଉପସ୍ଥିତ ଅଛନ୍ତି ମୁଖ୍ୟ ଅତିଥି ରୂପରେ। ତାଙ୍କର ଅଭିଭାଷଣ ମଧ୍ୟ ଆମେ ଶୁଣିବାର ସୁଯୋଗ ମିଳିଲା। ଆହୁରି ମଧ୍ୟ ଅନ୍ୟାନ୍ୟ ବରିଷ୍ଠ ବିଜ୍ଞ ପ୍ରାଜ୍ଞ ମନୀଷୀ ମାନେ ସଭାରେ ମଧ୍ୟ ଆଲୋଚନାରେ ମଧ୍ୟ କିପରି ଆମର ଓଡ଼ିଆ ଭାଷା ସାହିତ୍ୟ ରକ୍ଷା ହେଇପାରିବ, କଣ କଣ ସେଥିରେ କରାଯାଇପାରେ ସେସବୁ ବିଷୟରେ ଆଲୋକପାତ କରୁଛନ୍ତି। ତେଣୁ ନିଶ୍ଚିନ୍ତ ରୂପରେ ଏହାର ସ୍ୱାଗତ ଯୋଗ୍ୟ ପଦକ୍ଷେପ ଅଟେ ସୃଷ୍ଟି ସ୍ରଷ୍ଟା ଅନୁଷ୍ଠାନ। ଯୁବପିଢି ମାନଙ୍କର ମାନସିକତାକୁ ନେଇ ଯୁବପିଢି ତ ଆଜି ପଥଭ୍ରଷ୍ଟ ହେଇଯାଉଛନ୍ତି। ସାହିତ୍ୟ ପ୍ରତି ତାଙ୍କର ଅନୁରାଗ କମି ଯାଉଛି, ତାଙ୍କର ସାହିତ୍ୟ ପ୍ରତି ଆଗ୍ରହ ଆସ୍ତେ ଆସ୍ତେ ଟିକେ କମିବାକୁ ଯାଉଛି। ଇଂଲିଶ ଉପରେ ବେଶୀ ଚାଲିଛି। ହଁ, ଇଂଲିଶ ଭାଷା କୁହନ୍ତୁ, ସେଥିରେ ମନା ନାହିଁ, କିନ୍ତୁ ଯୋଉ ନିଜର ମାତୃଭୂମି ମାତୃଭାଷାର ମମତା ଗଙ୍ଗାଧରଙ୍କ କଥା ଅନୁସାରେ ଯୋଉ ଅଛି ଯେ ଆମେ ଆମ ଭାଷାକୁ ଭଲ ପାଇବା, ଆମ ଜାତିକୁ ଭଲ ପାଇବା, ଆମ ମା ତୁଲ୍ୟ ମାତୃଭାଷା, ଏଇ ଆଭିମୁଖ୍ୟକୁ ନେଇ ଆଜି ସୃଷ୍ଟି ସଂସ୍ଥା ମଧ୍ୟ ଆଲୋଚନା ବିଷୟ କରୁଛନ୍ତି ଯେ ଯୁବପିଢି ମାନଙ୍କର ଚିନ୍ତାଧାରା କାହିଁକି ତାଙ୍କର ଓଡ଼ିଆ ସାହିତ୍ୟ ପ୍ରତି ଓଡ଼ିଆ ଭାଷା ପ୍ରତି ଅନାଗ୍ରହ ହଉଛି, ତାକୁ କିପରି ଆଗ୍ରହ କରିବା ସେ ବିଷୟରେ ମଧ୍ୟ ଆଲୋଚନା ମ୍ୟାଡାମ ହେଇଛି, ଯୋଉଟା କି ବହୁତ ମନୋରମ ହେଇଛି। ନିଶ୍ଚୟ ସେ ଯୋଉ ପୁସ୍ତକ ଜଣେ ଯାଜପୁରର କବି ଅଛନ୍ତି ଜଗନ୍ନାଥ ସାର୍ ବୋଲି, ସେ ଜଣେ ଦିବ୍ୟାଙ୍ଗ ହେଲେ ମଧ୍ୟ ତାଙ୍କର ପୁସ୍ତକ ଆମେ ଦେଖିଲୁ ଉନ୍ମୋଚନ ବେଳେ ଏବଂ ଆଉ ଜଣେ ମ୍ୟାଡାମଙ୍କର ମଧ୍ୟ ପୁସ୍ତକ ଦେଖିଲୁ। ସେ ଦୁଇଟି ଯାକ ପୁସ୍ତକ ସେଠି ସଭାରେ ଉନ୍ମୋଚନ ହେଇଛି, ଲୋକାର୍ପିତ ହୋଇସାରିଛି। ବୋଧ ହୁଏ ସେମାନେ ବୋଧେ ଆମ ଯୋଉ କବି କବୟିତ୍ରୀ ମାନଙ୍କୁ ବୋଧେ ବଣ୍ଟନ କରିବେ। ଆଉ ଭଲ ପୁସ୍ତକ ଦେଖାଯାଉଛି, ଲାଗୁଛି ଯେ ତାର ଯୋଉ କହୁଥିଲେ ଯେତେବେଳେ ସେ ମହାଶୟା ଯେ ସଞ୍ଜୟ ଜେନା ଅଛନ୍ତି, ଯେ ମଞ୍ଚ ପରିଚାଳକ ଅଛନ୍ତି, ସେ ପୁସ୍ତକ ବିଷୟରେ କହୁଥିଲେ ଯାହା ହଉ ସେ ପୁସ୍ତକ ଗୁଡିକ ଆମର ଓଡ଼ିଆ ପରମ୍ପରା, ଓଡ଼ିଆ ଆଦର୍ଶ ଏହାକୁ ନେଇକରି ଓଡ଼ିଆର ଯୋଉ ମାଟି ମା ଯୋଉ ପ୍ରାଣ କେନ୍ଦ୍ରିକ ପୁସ୍ତକ ବୋଲି ମୁଁ ଶୁଣୁଥିଲି ଆମର ସମ୍ପାଦକ ସାର୍ଙ୍କ ଠାରୁ। ହୁଏତ ସେ ପୁସ୍ତକ ଆମେମାନେ ପାଇଲେ ତାକୁ ନିଶ୍ଚିତ ରୂପରେ ମଧ୍ୟ ଆମେ ପଠନ କରିବୁ। ଆମର ଓଡ଼ିଶାର ରାଜ୍ୟ ସରକାର ଯେ କି ଏପ୍ରିଲ 1 ରୁ ଏପ୍ରିଲ 14 ତାରିଖ ଯାଏ ନବବର୍ଷ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରୁଛନ୍ତି। ଏହି ଅବସରରେ ଆମର ସୃଷ୍ଟି ସ୍ରଷ୍ଟା ସାହିତ୍ୟ କଳା ସଂସ୍କୃତି ବିକାଶ ଟ୍ରଷ୍ଟ ଆନୁକୂଲ୍ୟରେ ଏକ ଉତ୍କଳ ଦିବସ ସାହିତ୍ୟ ମହୋତ୍ସବ ପାଳନ ହେଉଛି। ଏଠି ପ୍ରତିଷ୍ଠିତ ଯୁବ ପ୍ରତିଭା, ବୟୋଜ୍ୟେଷ୍ଠ, ବରେଣ୍ୟ ଅତିଥି ସହିତ କବିବୃନ୍ଦ ମାନେ ଉପସ୍ଥିତ ହୋଇଛନ୍ତି। କେବଳ ଆମର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଐତିହ୍ୟ ପରମ୍ପରାକୁ ବଜାୟ ରଖି ଏହି କବିତା ଆସରକୁ ଅନୁଷ୍ଠିତ ହୋଇଛି, ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। ପୁଷ୍ପ ଉନ୍ମୋଚନ ଆମର ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟଙ୍କର ଜାଗ୍ରତ ମଣିଷ ଧ୍ୟାନ ଅଭିଯାନ ପୁସ୍ତକ ଉନ୍ମୋଚନ ହୋଇଛି। ଇନ୍ଦିରା ମିଶ୍ରଙ୍କର ବି ଦୁଇଟି ପୁସ୍ତକ ଉନ୍ମୋଚନ ହୋଇଛି। ଏଥିରେ ଆମର ଉତ୍କଳୀୟ ଭାଷା ସାହିତ୍ୟ କଳା ସଂସ୍କୃତିକୁ ଧ୍ୟାନ ରଖି ଏ ପୁସ୍ତକ ଯେ କି କବି ରଚନା କରିଛନ୍ତି।
ଏହି ଅବସରରେ ଏ ଦୁଇଟି ପୁସ୍ତକ ଉନ୍ମୋଚନ ହୋଇଛି। ଆଜିର ଅତିଥି ହିସାବରେ ମୁଖ୍ୟ ଅତିଥି ହିସାବରେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ, ମୁଖ୍ୟ ବକ୍ତା ହିସାବରେ ଡକ୍ଟର ଦେବାଶିଷ ମହାପାତ୍ର, ସମ୍ମାନିତ ଅତିଥିରେ ଆମର ଆଚାର୍ଯ୍ୟ ଶ୍ରୀ ଜଗନ୍ନାଥ, ଆଉ ସମ୍ମାନିତ ଅତିଥି ଆଉ ଜଣେ ଅଛନ୍ତି ନ୍ୟୁଜ୍ 7ର ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଲଳିତ ପଲ୍ଲାଉରୀ ମଧ୍ୟ ଉପସ୍ଥିତ ଅଛନ୍ତି। ସୃଷ୍ଟି ଓ ସ୍ରଷ୍ଟା ସାହିତ୍ୟ କଳା ସଂସ୍କୃତି ବିକାଶ ଟ୍ରଷ୍ଟର ମୂଳ ଲକ୍ଷ୍ୟ ହେଉଛି ଆଜିର ସମାଜକୁ ଯେ ଆଜିର ସମାଜରେ ବହୁତ ଅନୀତି କାମ ହେଉଛି, ଅନୀତି କାର୍ଯ୍ୟ ହେଉଛି। ଓଡ଼ିଆକୁ ପ୍ରାଧାନ୍ୟ ଦିଆଯାଉ ନାହିଁ, ଓଡ଼ିଆ ଭାଷା ସାହିତ୍ୟକୁ ବି ପ୍ରାଧାନ୍ୟ ଦିଆଯାଉ ନାହିଁ। ବାକି ପରମ୍ପରାରେ ଯାହା ସବୁ ଅଛି, ପରମ୍ପରା ଐତିହ୍ୟ ଇତିହାସ ସମସ୍ତେ ପୂର୍ଣ୍ଣ କରିବାରେ ଲାଗିଛନ୍ତି। ଏହାକୁ ଯେ କି ଆମର ଉତ୍କଳ ଦିବସର ସାପ୍ତାହିକ ଉତ୍ସବ ପାଳନ କରାଯାଉଛି ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ। ଉତ୍କଳ ଦିବସର ଏହି ଏକ ସପ୍ତାହ ଅବସରରେ ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାର ସଂସ୍କୃତି, କଳା ଏବଂ ସାହିତ୍ୟ, ଓଡ଼ିଆ ଭାଷାର ଉନ୍ନତି, এই ଭାବନା ସମସ୍ତଙ୍କ ମନରେ କିପରି ଜାଗ୍ରତ ହୋଇ ରହିବ, ସମସ୍ତେ କିପରି ଓଡ଼ିଆ ମନସ୍କ ହେବେ, ସେୟାକୁ ପ୍ରଚାର ପ୍ରସାର ନିମିତ୍ତ ଆମ ଅନୁଷ୍ଠାନ ତରଫରୁ ଇଏ ଗୋଟିଏ ପ୍ରୟାସ। ଆଜିର ଉତ୍ସବରେ ଭାଷା ମାନେ ଓଡ଼ିଆ ସାହିତ୍ୟର ଭୀଷ୍ମଦେବ ଦେବୀପ୍ରସନ୍ନ ପଟ୍ଟନାୟକଙ୍କର ପୌରତ୍ୱରେ ଆମେମାନେ ଅତ୍ୟନ୍ତ ଆହ୍ଲାଦିତ, ଯାହାଙ୍କର ପ୍ରଚେଷ୍ଟା ଫଳରେ ଆମର ଓଡ଼ିଆ ଭାଷାର ଷଷ୍ଠ ରାଷ୍ଟ୍ରୀୟ ମାନ୍ୟତା ଲାଭ କରିଛି। ଆଜି ପ୍ରାୟ 70-80 ଜଣ କବି କବୟିତ୍ରୀ ଆଜି এই କବି ଆସରରେ ଉତ୍ସବରେ ଉପସ୍ଥିତ ହୋଇ ସେମାନଙ୍କର ଦେଶାତ୍ମବୋଧକ ଉତ୍କଳର ଭାଷା, ସଂସ୍କୃତି, କଳା ବିଷୟ ଆଧାର କରିକି କବିତା ମାନ ପାଠ କରିଛନ୍ତି ଏବଂ ଆଜିର ଆଲୋଚ୍ୟ ବିଷୟରେ ଓଡ଼ିଆ ଭାଷାର ଉନ୍ନତି କଳ୍ପେ ଉତ୍ତର ପିଢ଼ି, ଯୁବ ସମାଜ ସେମାନଙ୍କର ଦାୟିତ୍ୱବୋଧ କଣ ହେବା ଦରକାର ସେଇ ବିଷୟରେ ମଧ୍ୟ ପୁଙ୍ଖାନୁପୁଙ୍ଖନ ଆଲୋଚନା କରାଯାଇଛି, ଯାହାଦ୍ୱାରା କି ସମସ୍ତେ ଓଡ଼ିଆ ମନସ୍କ ହୋଇପାରିବେ, ଆଗାମୀ ପିଢ଼ି ଏହି ଅଭିଯାନକୁ ଆଗକୁ ନେଇପାରିବେ। ଆଜି 4 ଜଣ ଲେଖକଙ୍କର ପୁସ୍ତକ, 4ଟି ପୁସ୍ତକ ଉନ୍ମୋଚନ ହେଇଛି। ସେଥିରେ ଓଡ଼ିଆ ଅଛି, ହିନ୍ଦୀ ଅଛି, ଆଉ ଇଂରାଜୀର ମଧ୍ୟ ରହିଛି। କବିମାନଙ୍କୁ এই ଉତ୍ସବଟା ହୋଇଥିଲା ଯେ ବର୍ତ୍ତମାନ ଆମେ ସମସ୍ତେ ଓଡ଼ିଆ ମନସ୍କ ହବା ଉଚିତ। ଯେହେତୁ ଆମେ ଉତ୍କଳବାସୀ, ଆମର ସଂସ୍କୃତିର ମୁଖ୍ୟ ପରଧା ହଉଛି ପ୍ରଭୁ ଜଗନ୍ନାଥ ସଂସ୍କୃତି। ତେଣୁ ଆମେ ସମସ୍ତେ ଓଡ଼ିଆ ଭାଷାକୁ ନିଜର କରିବା, ଅଙ୍ଗାଙ୍ଗୀ ଭାବରେ ତାକୁ ଆମେ ନିଜର ଜୀବନ ଶୈଳୀରେ କେମିତି ଓଡ଼ିଆର ଧାରା ପ୍ରବାହିତ ହେବ, ସେ ଗୋଟେ ଯାଇକି ପ୍ରଯତ୍ନ ହବା କିପରି, ସେଇଥିପାଇଁ
ଆମର ବାର୍ତ୍ତା ରହିଛି। ସମସ୍ତେ ଓଡ଼ିଆ ମନସ୍କ ହୁଅନ୍ତି। ଇଂଲିଶ ତ ରାଜକୀୟ ଭାଷା, ତଥାପି ବର୍ତ୍ତମାନ ସରକାରଙ୍କ ପ୍ରଚେଷ୍ଟାରେ କାର୍ଯ୍ୟକାରୀ ମାନେ ସମସ୍ତ ସରକାରୀ କାର୍ଯ୍ୟାଳୟରେ ମଧ୍ୟ ଓଡ଼ିଆର ବ୍ୟବସ୍ଥା କରିବା ପାଇଁ ଉଦ୍ୟମ ଚାଲିଲାଣି ଏବଂ ଆରମ୍ଭ ହେଇଗଲାଣି। ଏହା କେମିତି ଆଗକୁ ଆହୁରି ଦୃଢ଼ୀଭୂତ ହେବ, ସମସ୍ତେ ଓଡ଼ିଆ ପ୍ରତି ସେମାନଙ୍କର ସ୍ନେହ ଶ୍ରଦ୍ଧା ଅନୁରକ୍ତି ଜାହିର ରଖିବେ। ସେଥିପାଇଁ ଆମେ ଏଇ ସଂସ୍ଥା ମଧ୍ୟରେ ସାହିତ୍ୟିକ ଅନୁଷ୍ଠାନ ମାଧ୍ୟମରେ ସେଗୁଡ଼ିକ ପ୍ରଚାର ପ୍ରଚାର ପାଇଁ କାର୍ଯ୍ୟ କରୁଅଛୁ ଏବଂ ଆଗକୁ ମଧ୍ୟ ଆମର ପ୍ରଚେଷ୍ଟା